चयन पूर्वरु कंस चरित्र ପାଇଁ आवेदन କରିଥିବା ଦୁଇ ଜଣ କଳାକାର ହୃଷିକେଶ ଭୋଇ ଏବଂ ଆର୍ତ୍ତତ୍ରାଣ ସୁନାନୀଙ୍କୁ ବାଦ୍ ଦିଆଯାଇଛି। ଗୁରୁବାର ଅପରାହ୍ନ 3 ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ। ଆବେଦନ ଫର୍ମ ଯାଞ୍ଚ ପରେ ଉଭୟଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି। ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ଟଙ୍କା ଦାବି ଅଭିଯୋଗକୁ ନେଇ ହୃଷିକେଶଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଅର୍ଥାତ୍ ସେ ଏହି ମାମଲାରୁ ଏପର୍ଯ୍ୟନ୍ତ ଦୋଷମୁକ୍ତ ହୋଇନଥିବାରୁ ତାଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି। ସେହିପରି ଆର୍ତ୍ତତ୍ରାଣଙ୍କ ବୟସ 60ରୁ ଅଧିକ ହୋଇଥିବା ଯୋଗୁଁ ସେ ମଧ୍ୟ ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଶତପଥୀ ସୂଚନା ଦେଇଛନ୍ତି। ଦୁଇ ଜଣ କଳାକାର ମାନେ ଆମର ହୃଷିକେଶ ଭୋଇ ଯେ ପୂର୍ବରୁ ବହୁତ ଥର କଂସ ମହାରାଜ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ସେ ଗତ ବର୍ଷ ଠାରୁ ତାଙ୍କର ଅଭିଯୋଗ ଯୋଗୁଁ ସେ ତାଙ୍କର ତୃତୀୟ ବର୍ଷ ତାଙ୍କୁ ବାଦ୍ ଦିଆଯାଇ ପୁଣି ନୂତନ ଚୟନ କରିବାକୁ ପଡ଼ିଥିଲା ଗୋଟେ ବର୍ଷ ପାଇଁ। ଏ ବର୍ଷ ମଧ୍ୟ ସେ ଦୋଷମୁକ୍ତ ହୋଇନାହାନ୍ତି ବୋଲି ଜିଲ୍ଲାପାଳ କହିବା ପରେ ଆମର ଯେହେତୁ କାର୍ଯ୍ୟକାରୀ ସମିତିରେ ନିର୍ଣ୍ଣୟ ନିଆଯାଇଥିଲା ଯେ ସେ ଦୋଷମୁକ୍ତ ହେବା ପର୍ଯ୍ୟନ୍ତ ତାଙ୍କୁ ବାଦ୍ ଦିଆଯିବ, ତ ସେ ଯେହେତୁ ଦୋଷମୁକ୍ତ ହୋଇନାହାନ୍ତି ସେଥିପାଇଁ ତାଙ୍କୁ ବାଦ୍ ଦିଆଯାଇଛି। ଏବଂ ଆର୍ତ୍ତତ୍ରାଣ ଶୁଣାଣି ଯିଏ ଜଣେ ଭଲ କଳାକାର, ସେ ତାଙ୍କର ମଧ୍ୟ ଏଥର 61 ବର୍ଷ ହୋଇଯାଇଛି ଏବଂ ଆମର ନିୟମ ଅନୁଯାୟୀ ଆମେ ବହୁତ ଦିନରୁ ତାର ଗାଇଡ଼ଲାଇନ୍ ଆମେ ବାହାର କରିଥିଲୁ ପ୍ରାୟ 6 ବର୍ଷ ତଳେ, ଯେ 60 ବର୍ଷ ପର୍ଯ୍ୟନ୍ତ ହିଁ ଆମେ କଳାକାରମାନଙ୍କୁ କଂସ ଭୂମିକା ପାଇଁ ଆମେ ଯୋଗ୍ୟ ବିବେଚିତ କରିବୁ। କାରଣ ସେମାନେ 60 ବର୍ଷରେ ଯଦି ସେମାନେ ଚୟନ ହୁଅନ୍ତି ତାହେଲେ ସେମାନେ 63 ବର୍ଷ ପର୍ଯ୍ୟନ୍ତ, ଯେହେତୁ 3 ବର୍ଷ ପାଇଁ କରାଯାଉଛି, ସେମାନେ 63 ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପାରଦର୍ଶିତା ସେମାନେ ଦେଖାଇ ପାରିବେ ମଞ୍ଚରେ। ତେଣୁ ତାଠୁ ଅଧିକ ବୟସ ହେଲେ ଅନେକ ସମୟରେ ବରଗଡ଼ ଧନୁଯାତ୍ରାର କଂସ ମହାରାଜ ଉପରେ ବହୁତ ଚାପ ପଡ଼ିଥାଏ, ଶାରୀରିକ ମାନସିକ। ତେଣୁ ଅଧିକ ବୟସାଧିକ୍ୟ ଯୋଗୁଁ ଅନେକ ସମୟରେ ତାହା ବାଧାପ୍ରାପ୍ତ ହୁଏ ତାର ଭୂମିକା ଠିକ୍ ଭାବରେ ତୁଲେଇବାରେ। ତେଣୁ ସେଥିପାଇଁ ତାର ଗୋଟେ ଗାଇଡ଼ଲାଇନ୍ ଯେଉଁଟା କରାଯାଇଛି, ସେ ଗାଇଡ଼ଲାଇନ୍ ତ ଆମେ ଭାଓଲେଟ୍ କରିପାରିବା ନାହିଁ, ଯେହେତୁ ତାଙ୍କର 61 ବର୍ଷ ହେଇଯାଇଛି ଶୁଣାଣିକୁ, ସେଥିପାଇଁ ତାଙ୍କୁ ବାଦ୍ ଦିଆଯାଇଛି।